ଆଗକୁ ଚୈତ୍ର ମାସ। ଏହି ପବିତ୍ର ମାସରେ ଆମ ରାଜ୍ୟର ବିଭିନ୍ନ ଶକ୍ତିପୀଠ ଚଳଚଞ୍ଚଳ ହୋଇଉଠେ, କାରଣ ଚୈତ୍ର ମାସ ଠାକୁରାଣୀଙ୍କର ସ୍ୱତନ୍ତ୍ର ପୂଜାବିଧି ପାଇଁ ପରିଚିତ। କିଛି ଦେବୀପୀଠରେ ଚୈତ୍ର ମଙ୍ଗଳବାରରେ ପାରମ୍ପରିକ ଭାବେ ବିଶେଷ ପୂଜାର୍ଚ୍ଚନା ହୁଏ, ଚୈତି ପର୍ବ ପାଳନ ହୁଏ। ଆଉ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କର ପୀଠ ମଧ୍ୟ ଚୈତ୍ର ପର୍ବ ପାଇଁ ପ୍ରସିଦ୍ଧ। ଚୈତ୍ର ମାସରେ ପ୍ରତି ମଙ୍ଗଳବାର ଦିନ ମା ତାରାତାରିଣୀଙ୍କର ବିଶେଷ ପୂଜାର୍ଚ୍ଚନା ହୁଏ। ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ମାନସିକ କରିଥିବା ଭକ୍ତମାନେ ଦୂରଦୂରାନ୍ତରୁ ଆସି ମା ତାରାତାରିଣୀଙ୍କର ପୂଜା କରନ୍ତି, ପିଲାମାନଙ୍କୁ ମୁଣ୍ଡନ କରନ୍ତି। ମାଙ୍କ ଚୈତ୍ର ପର୍ବକୁ ଆଉ ଅଳ୍ପ ଦିନ ରହିଲା। ଚଳିତ ବର୍ଷ ମଙ୍ଗଳବାର ପଡ଼ୁଥିବା ମାର୍ଚ୍ଚ 10 ତାରିଖ, 17 ତାରିଖ, 24 ତାରିଖ ଓ 31 ତାରିଖରେ ଆୟୋଜିତ ହେବ ମା ତାରାତାରିଣୀଙ୍କର ଚୈତ୍ର ପର୍ବ। ପୀଠରେ ଶ୍ରଦ୍ଧାଳୁଙ୍କର ହେବ ସମାଗମ। ଚୈତ୍ର ପର୍ବ ସୁରୁଖୁରୁରେ ଆୟୋଜନ ପାଇଁ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ। ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ଚୈତ୍ର ପର୍ବ ପାଇଁ ଏକାଧିକ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ହୋଇଛି। ମାଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାକୁ ଲାଗିଛି, ତେଣୁ ଚଳିତ ବର୍ଷ ମାଙ୍କ ଦର୍ଶନ ଓ ପୂଜା ଅର୍ଚ୍ଚନା ପାଇଁ ଅଧିକ ସଂଖ୍ୟକ ଭକ୍ତ, ଶ୍ରଦ୍ଧାଳୁ ତଥା ମାନସିକଧାରୀଙ୍କ ସମାଗମ ହେବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗୀୟ ଅଧିକାରୀ ପ୍ରାକ୍ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏଥର ମଧ୍ୟ 4ଟି ସ୍ଥାନରେ ମୁଣ୍ଡନ କରାଯିବ। ନଦୀ କୂଳରେ ଭକ୍ତମାନେ ଯେପରି ସୁବିଧାରେ ସ୍ନାନ କରିବା ସହିତ ଜଳ ଉଠାଇ ପାରିବେ, ସେଥିପାଇଁ ଆବଶ୍ୟକୀୟ ଆଲୋକୀକରଣ ଓ ଅନ୍ୟାନ୍ୟ ବନ୍ଦୋବସ୍ତ ମଧ୍ୟ କରାଯିବ। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଯାତାୟାତ ନିମନ୍ତେ ଏଥର ଅଧିକ ସଂଖ୍ୟକ ବସ୍ ଚଳାଚଳ କରାଯିବ। ମନ୍ଦିର ଉପରକୁ ଯିବା ପାଇଁ ବର୍ତ୍ତମାନ ବସ୍ର ଟିକଟ 40 ଟଙ୍କା ଓ ରୋପୱେ ଟିକଟ 60 ଟଙ୍କା ରହିଛି। ଚୈତ୍ର ପର୍ବ ସମୟରେ ମଧ୍ୟ ଟିକଟର ମୂଲ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଶୁଣିବାକୁ ମିଳିଛି। ବ୍ୟୁରୋ ରିପୋର୍ଟ, ସିଲ୍କ ସିଟି ଲୋକାଲ।